ଚାଲନ୍ତୁ ଦେଖିବା ଜଗନ୍ନାଥ ଓ ବୁଢ଼ୀ ମାଙ୍କ ଗପ। ଜଗନ୍ନାଥ କେମିତି ବୁଢ଼ୀ ମାଙ୍କ ଝୁପୁଡ଼ିକୁ ଆସିଥିଲେ। ପୁରୀ ଶ୍ରୀମନ୍ଦିର ନିକଟରେ ଜଣେ ବୁଢ଼ୀ ମା ରହୁଥିଲେ। ସେ ପ୍ରତିଦିନ ମନ୍ଦିର ସାମ୍ନାରେ ବସି ଭିକ୍ଷା ମାଗି ଜୀବନ ଚଳାଉଥିଲେ। ଦିନେ ସେ ବୁଢ଼ୀ ମା ଜଣକ ମନ୍ଦିର ଭିତରକୁ ପଶିବାକୁ ଚାହିଁଲେ, କିନ୍ତୁ ସେଠାରେ ଥିବା ପଣ୍ଡାମାନେ ତାଙ୍କୁ ଅଟକାଇ ଦେଲେ। ଆଉ ପଣ୍ଡାମାନେ କହିଲେ, ତୁମେ ଗରିବ, ତୁମ ପୋଷାକ ଭଲ ନୁହେଁ, ତୁମକୁ ମନ୍ଦିର ଭିତରକୁ ଯିବା ନିଷେଧ। ଏମିତି କହି ବୁଢ଼ୀ ମା ଜଣକୁ ମନ୍ଦିର ଭିତର ଯିବାକୁ ଦେଲେ ନାହିଁ। ବୁଢ଼ୀ ମା ଜଣକ ଦୁଃଖିତ ହୋଇ ବାହାରେ ବସି କହିଲେ, ହେ ଜଗା, ମୁଁ ତୋର ମାରେ, ମତେ ଦେଖିବାକୁ ଦେଲୁନି। ଏମିତି କହି ମା ଜଣକ ମନ ଦୁଃଖ କରି ଚାଲିଗଲେ ସେଠାରେ। ସେଦିନ ରାତିରେ ପଣ୍ଡାମାନେ ଶୋଇଥିଲେ। ଶ୍ରୀ ଜଗନ୍ନାଥ ତାଙ୍କ ସ୍ୱପ୍ନରେ ଆସି କହିଲେ, ଦେଖ ସମସ୍ତେ, ଯେଉଁମାନେ ମୋର ମାକୁ ଅଟକାଇଥିଲ ସେ ତୁମର ଅଧିକାର ନୁହେଁ। ଦେଖ, ଆଗାମୀ ସକାଳେ ତୁମେମାନେ ସିଂହାସନରେ ମତେ ଆଉ ଦେଖିବ ନାହିଁ। ଏତିକି କହି ଜଗନ୍ନାଥ ପଳାଇଗଲେ। ପଣ୍ଡା ମାନଙ୍କର ଅଚାନକ ନିଦ ଖୋଲିଗଲା, ଆଉ ସକାଳ ବି ହେଇ ଆସୁଥିଲା। ସେମାନେ ଜଲ୍ଦି ଜଲ୍ଦି ନିତ୍ୟକର୍ମ ସାରି ମନ୍ଦିରକୁ ବାହାରି ଗଲେ। ଯିବା ରାସ୍ତାରେ ସକାଳୁ ପଣ୍ଡା ମାନଙ୍କ ମନରେ ରାତିରେ ସ୍ୱପ୍ନଟିକୁ ବାରମ୍ବାର ମନକୁ ଆଘାତ କରୁଥିଲା। ସେ ମନ୍ଦିର ଭିତରେ ଯାଇ ଦେଖିଲା ବେଳକୁ ସିଂହାସନ ଖାଲି। ଜଗନ୍ନାଥ ଆଉ ସିଂହାସନରେ ନାହାନ୍ତି। ସମସ୍ତେ ଦେଖି ଭୟଭୀତ ହୋଇଗଲେ। ପଣ୍ଡାମାନେ ସମସ୍ତେ ସଙ୍ଗେ ସଙ୍ଗେ ସେଇ ବୁଢ଼ୀ ମାଙ୍କ ଝୁପୁଡ଼ି ଘରେ ଯାଇ ପହଞ୍ଚି ଗଲେ। ଛୋଟ ଝୁପୁଡ଼ିଟିଏ। ସେଠାରେ ଯାଇ ଦେଖିଲା ବେଳକୁ ଜଗନ୍ନାଥ ସେଇ ଝୁପୁଡ଼ିରେ ବୁଢ଼ୀ ମାଙ୍କ ପାଖରେ ବସିଛନ୍ତି। ତାଙ୍କ ସାମ୍ନାରେ ବୁଢ଼ୀ ମାଙ୍କ ଆଖି ପୁରୀ ଭକ୍ତିରେ ଝରି ପଡୁଛି। ପଣ୍ଡାମାନେ ସେଠାରେ କ୍ଷମ ମାଗିଲେ। ଜଗନ୍ନାଥ କହିଲେ, ଯେଉଁଠି ଭକ୍ତି ସେଇଠି ମୁଁ। ତାପରେ ସେ ପୁଣି ମନ୍ଦିରକୁ ଫେରିଗଲେ। ସାଙ୍ଗମାନେ ଏଠି କଣ ଶିକ୍ଷା ମିଳିଲା? କି ଜାତି, ଧନ, ପୋଷାକ ଦେଖି ଜଗନ୍ନାଥ କେବେ ଦି ମାପନ୍ତି ନାହିଁ। ସରଳ ହୃଦୟ ହେଉଛି ସର୍ବଶ୍ରେଷ୍ଠ ମନ୍ଦିର। ଜୟ ଜଗନ୍ନାଥ।